କୁକୁର ଗାଇବ ଯଦୁର୍ବେଦ ଛନ୍ଦ ବଗ ପଢିବ ଯେ ଗୀତା। କୁକୁର ଯିଏ ଭାଉ ଭାଉ ହଉଥିବ ତମକୁ ଆଡୁ ସାଡୁ ଭାଷା କୁଭାଷା କହୁଥିବ ସେ ଯଦୁର୍ବେଦ ଛନ୍ଦ କଲରିଂ କରି ବୋଲୁଛି। ସତ୍ୟ ଯୁଗ ହେଇଥିବାରୁ ଏମାନେ ସବୁ ଭଲରେ ଖାଇ ପିଇ ବଞ୍ଚୁଛନ୍ତି ଲୋକ, ନହେଲେ ଖାଇବାକୁ ପାଆନ୍ତେନି ପିଇବାକୁ ପାଆନ୍ତେନି। ବର୍ତ୍ତମାନ ସେ ପଖାଳ ଖିଆ ପାଠ ନାହିଁ, ଏଗୁଡ଼ା ରୁଟି ଖିଆ ପାଠ ଭୁଲି ଯାଉଛନ୍ତି। ଚାଉମିନ ଖିଆ ପାଠ, ଖାଲି ଚିଡଚିଡେଇ ଶୋଇବେ, ମୋମୋ ଖାଇବେ ଶୋଇବେ। କାହିଁକି ନା ମୋବାଇଲ ମାରିଦବ ସନ୍ଧି। ଯାର ଯାଉଥିବି ଯାଇ ହେବେ ବଳି ଭୋଜା ସେ କାହିଁ ଜାଣିବେ ଜ୍ଞାନର ତତ୍ଵ ଗରୁଡ଼। ଆରେ କଣ୍ଟି ଶୁଆନଟି ବଣ ବିଛୁଆତି ବାଇ ଡଙ୍କ ଓଲୁଅ ହେବେ କତ୍ଵ ଗରୁଡ଼। ସରକାର ବି ଯୋଜନା ପରେ ଯୋଜନା କରୁଛନ୍ତି, କଣ ଦେଇଦେଲେ ଆମେ ଜିତିବୁ ଭୋଟ ପାଇବୁ, ସବୁ ଯୋଜନା ସୁଭଦ୍ରା ଯୋଜନା ଇଏ ଯୋଜନା, ସିଏ ବି ଠାକୁରଙ୍କ ଆଜ୍ଞାରେ ବି ସବୁ ହଉଛି। ସତ ଲୋକ ଭାତ ପାଉନି, ମଧ୍ୟମ କ୍ଲାସ ଲୋକ ମରୁଛି ଖାଇବା ବିନା। ବାସ୍ ରାଇଟ। ବେଶୀ ଅତି ସର୍ବତ୍ର ବର୍ଜୟତେ, ଅତି ସବୁ ଜିନିଷ କରିବା ଠିକ ନୁହଁ। ତେଣୁ ମାଳିକା ବାସ୍ତବିକ ସମାଜରେ ଆଜି ଯୋଉ ପ୍ରକାର ଚାଲିଲାଣି ଡର ଲାଗିଲାଣି ଯେ ଭବିଷ୍ୟତରେ ବର୍ତ୍ତମାନ ଆଉ ଘୋଡ଼ା ନାଚ ପାଲା ଦାସକାଠିଆ ଆଉ ଲୋକ ଆଉ ସମାଜରେ ନାହିଁ। ଏ ଲୋକ ନୃତ୍ୟ ଓଡ଼ିଶାର ବାସ୍ତବିକ ପରମ୍ପରା କିନ୍ତୁ ଆଜି ଏ ଲୋପ ପାଇବାକୁ ଆସିଲାଣି। ବହୁତ ଦୁଃଖ ଲାଗୁଛି ଯେଉଁମାନେ ପୁରୁଣା ବ୍ୟକ୍ତିମାନେ ଅଛନ୍ତି ସେମାନେ ମଧ୍ୟ ଯଦି ଏଗୁଡ଼ା ଶୁଣୁଥିବେ, ଆଜିକାଲି ଜେନେରେସନ ଯଦି ୟଙ୍ଗ ପିଲାକୁ ପଚାରିବା ପାଲା ଦେଖିଛୁ ବାପା, ସେ କହ ପାଲା କ'ଣ, ମୁଁ ମେଲୋଡି ଦେଖିଛି, ସେ ନାଚୁଥିଲା, ସେ ଅମକ ଗୀତ ବୋଲୁଥିଲା ଖପରା ଖୋଲ। ତେଣୁ ଏଇ ପ୍ରକାର ସବୁ ବର୍ତ୍ତମାନ କିନ୍ତୁ ପାଲା ଦାସକାଠିଆ ଏସବୁ ବର୍ତ୍ତମାନ ଧୁଡୁକି ନାଚ ଏସବୁ ବର୍ତ୍ତମାନ ସମାଜରେ କମିଗଲାଣି। ତ ଆଜିକାଲିର ଜେନେରେସନ ଆମେ ଯେତିକି ଉନ୍ନତି କରିକି ଯାଉଛେ, ଯେତେ ଆମେ ଆଗକୁ ଯାଉଛେ, ସେତିକି ମଧ୍ୟ ଆମର ପାଦ ତଳୁ ଖସି ଖସିକା ଯାଉଛି। ଆମେ ସମାଜରେ କହୁଛେ ଉଚ୍ଚଶିକ୍ଷିତ, ଆମେ ସମାଜରେ କହୁଛେ ବେଷ୍ଟେନ୍ ଟପ୍ କହୁଛେ, କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ଆମେ ସେଇ ତଳ ଆଡ଼ୁ ଗତି କରୁଛେ। ବର୍ତ୍ତମାନ ଗୋଟେ କଥା କିଛି ସମୟ ପୂର୍ବରୁ ଜଣେ କହୁଥିଲେ ଯେ ବର୍ତ୍ତମାନ ସମୟରେ ବର୍ତ୍ତମାନ ପିଲାମାନେ ସବୁ ଜନ୍ମ ହେଲା ପରକୁ ମମି ପାପା ଡାଡି ମମି ଡାକୁଛନ୍ତି, ଚାଉମିନ ଖାଉଛନ୍ତି, ଚାଇନା ଜିନିଷ ଖାଉଛନ୍ତି, ଆଉ ଗୋଟା କ'ଣ ଖାଉ ବାହାର କରୁଛି ଆମର କ'ଣ ପିଠା ଭଳିଆ ଗୋଟା ବାହାରୁଛି କ'ଣ ସେଇଟା କହୁଛନ୍ତି, ନାଇଁ ଏଟା ହଉଛି କ'ଣ ମୋମୋ। ଆମରି ସଂସ୍କୃତି ଆମରି ପରମ୍ପରା, ତା ଭିତରେ ପିଠା ଶୀଘ୍ର ମରିବ ବୁଝିଲେ କି, ତା ଦେହରେ ପୁରେଇକି ସବୁ ଖାଉଛନ୍ତି। କିନ୍ତୁ ବାସ୍ତବିକ ଏଇ ଓଡ଼ିଶା ଆଉ କଳିଙ୍ଗ ଏଇ ଭାରତର ସଂସ୍କୃତି ହେଉଛି ପିଠା। ଆମେ ଯାହାକୁ ପିଠା କହୁଛେ ସେଟାକୁ ମୋମୋ କରିକି ଆମକୁ ବିକିଲେ, ଲୁହା ପଥର ଏଇଠୁ ଯାଉଛି କିନ୍ତୁ ଆମକୁ ବଡ଼ ବଡ଼ ମେସିନ୍ ତିଆରି କରିକି ସେଇମାନେ ଆମକୁ ବିକୁଛନ୍ତି। କିନ୍ତୁ ଆମେ କ'ଣ, ଆମେ ଯାହା ଥିଲେ ସେଇଆ, ଆମେ ବଢ଼େଇ ପାରୁନି। କିନ୍ତୁ ସେମାନେ ଆମକୁ ଏଇ ଚାଇନାର ଇକୋନୋମି ଆମ ସହିତ ସମାନ ଥିଲା 1970 ମସିହାରେ, କିନ୍ତୁ ଚାଇନା ଆଜି 800 ଲକ୍ଷ କୋଟି ଟଙ୍କାର ଜିଡିପି, କିନ୍ତୁ ଭାରତ 250 ଲକ୍ଷ କୋଟି ଟଙ୍କା ଜିଡିପି। ଦେଖନ୍ତୁ 800 ଲକ୍ଷ କୋଟି ଆଉ 250 ଲକ୍ଷ କୋଟି। 1970 ମସିହାରେ ଚାଇନା ଆଉ ଭାରତ ଗୋଟିଏ ଥିଲା, ଇକ୍ୱାଲ ଥିଲା ତାଙ୍କର ଗ୍ରୋଥ ରେଟ୍ ଜିଡିପି ଥିଲା। ତେଣୁ ଗୋଟେ କଥା ହେଉଛି ଆମର ଚିନ୍ତାଧାରା ଆମକୁ ତଳକୁ ନେଇଗଲା, ତାଙ୍କର ଚିନ୍ତାଧାରା ତାଙ୍କୁ ଉପରକୁ ବଢ଼େଇଦେଲା। ତେଣୁ ଆମେ ସେଇ ବିଷୟରେ ଆଲୋଚନା କରିବା। ଆଚ୍ଛା କଳ୍ପତରୁ ବାବୁ, ଆପଣ ଜଣେ ଜ୍ଞାନୀ ବିଦ୍ୱାନ ଲୋକ, ଆଜିକାଲିର ଜେନେରେସନ କାହିଁକି ମାଳିକା ପ୍ରତି ତାଙ୍କର ବିତୃଷ୍ଣା ଭାବ କ'ଣ ପାଇଁ? ମାଳିକାଟା ହେଉଛି ଗୋଟେ ଓଲ୍ଡ ଜିନିଷ, ବୁଝିଯାଉଛି କି, ସେଟାକୁ ଲୋକମାନେ ବିଶ୍ୱାସ କରୁନାହାନ୍ତି। କାହିଁକି ନା ସେ ମାଳିକାଟା ଯିଏ ନାହିଁ ସିଏ ଗାଇ ଯାଉଛି, କିଛି ଜାଣିନେଇ ସେ ତାର କହିଗଲାଣି। ମାନେ ମାଳିକା ବିଷୟରେ ଆପଣ ଯେଉଁ କଥା କହିଲେ, କାହିଁକି ଏପରି ରୁଚି ବା ବିତୃଷ୍ଣା ଭାବ ଆଜିକାଲି ଜେନେରେସନର କ'ଣ ପାଇଁ? ସେମାନେ ନାଚ ଗୀତ ରଙ୍ଗୀନ ମୌଜ ମଜଲିସ ପ୍ରତି ଆଗ୍ରହୀ, କିନ୍ତୁ ମାଳିକା ଆଜିକାଲି ଆଉ ଚାଲୁନାହିଁ। ସେ କାହିଁ ଚାଲୁନି, ମୁଁ ଗୋଟେ ଶ୍ଲୋକ କହୁଛି, ତାପରେ ମାଳିକା ଆଡ଼ୁ କାହିଁ ଚାଲୁନି, କ'ଣ ପାଇଁ ଚାଲୁନି, କ'ଣ ହେଲା ସେ ବିଷୟରେ କହିବା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମ, ତସ୍ମୈ ଶ୍ରୀ ଗୁରବେ ନମ। ବର୍ତ୍ତମାନ ହେଉଛି କ'ଣ, ମହାପୁରୁଷ ମାନେ ବି କହିଛନ୍ତି, ମହାପୁରୁଷ ଅଚ୍ୟୁତ ବି କହିଛନ୍ତି, ଶେଷ ସମୟ ଯେତେବେଳେ ଆସିବ, ଅନ୍ତିମ ସମୟ, ମୋର କୋଠ ଧନ ମୁକୁଳା ହୋଇବ ଅନ୍ଧ ପାଶେ ଦୀପ ରଖ। ଇଏ ହେଉଛି ଅମୂଲ୍ୟ ଗ୍ରନ୍ଥ। ଏ ଯେଉଁ ମାଳିକା ଶାସ୍ତ୍ର ହେଉଛି ଅମୂଲ୍ୟ ଗ୍ରନ୍ଥ। ଏମାନଙ୍କୁ ସାଧୁ ସନ୍ଥ ଟାଇପ୍ର ଲୋକମାନେ ପଢ଼ିବା କଥା। ତାକୁ ସବୁ କ'ଣ କରୁଛନ୍ତି ନା, ଯିଏ ନାହିଁ ସିଏ ପଢ଼ିଗଲେ, ଗୋଡ଼ ଧୁଅନ୍ତୁ ଗୋଡ଼ ନ ଧୁଅନ୍ତୁ ଅଗାଧୁଆ ରୁହନ୍ତୁ, ସବୁ ପଢ଼ିଗଲେ, ଦେଖିଲେ ଏ ଜିନିଷଟା କ'ଣ ଭାରି ଜୋର ଚାଲିଛି, ତାର ରସ କେହି ଜାଣନ୍ତି। ଆଉ ଗୋଟେ କଥା କହିଲେ କୁକୁର ଗାଇବ ଯଦୁର୍ବେଦ ଛନ୍ଦ ବଗ ପଢ଼ିବ ଯେ ଗୀତା।
କୁକୁର ଯିଏ ଭାଉ ଭାଉ ହଉଥିବ ତମକୁ ଆଡୁ ସାଡୁ ଭାଷା କୁଭାଷା କହୁଥିବ ସେ ଯଦୁର୍ବେଦ ଛନ୍ଦ କଲରିଂ କରି ବୋଲୁଛି। ବଗ ପଢୁଥିବା ମାଛ ଆଉଁଶରେ ବୁଡି ରହୁଥିବା ଲୋକ ସେ ଏଇନା ଗୀତା ପଢୁଛି। ବଗ ପଢୁଛି ଗୀତା, ତେଣୁ ଯଦି ନ ଶୁଣିବ ତା ଗୀତାକୁ ସେ ବହେ କରିବ ତମକୁ। କହେ ଶୁଣ ଏଠି ମୋ ଠାରୁ କିଏ ଅଧିକା କୁଆଳିଆ ଅଛି, ମୋ ଠାରୁ କିଏ ଅଧିକା ଅଛି, ସବୁ ମୁକାର ଶବ୍ଦ ନା କଳିଯୁଗ ସମିତିକ ଘଟ ଭିତରେ ପଶିଯାଇଛି। ତେଣୁ ମାଳିକା ଶାସ୍ତ୍ରଟାକୁ କେହି, ମାଳିକାଟା ହଉଛି ଅମୂଲ୍ୟ ଗ୍ରନ୍ଥ। ଭାଗବତ ପରମ ଶାସ୍ତ୍ର, ଭାଗବତକୁ ଅଭ୍ୟାସ କରୁ, ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ନିତି ଭାଗବତ ପଢିବା କଥା। ଭାଷା ତତ୍ତ୍ୱ ଭକ୍ତି ଜ୍ଞାନ, ଭାବ ତତ୍ତ୍ୱ ଭକ୍ତି ଜ୍ଞାନ ଯୋଉ ଭାଗବତ, ତାକୁ ଜଗନ୍ନାଥ ଦାସ ଲେଖିଲେ। ମାଳିକାକୁ ବି ସେଇ ଜଗନ୍ନାଥ ଦାସ ଲେଖିଲେ। ଅଚ୍ୟୁତ ଲେଖିଲେ ମାନେ ଆମର ଭବିଷ୍ୟ ପୁରାଣ, ଭବିଷ୍ୟ ମାଳିକା। ଅଚ୍ୟୁତ ଲେଖିଛନ୍ତି ଆମର ଯୋଉ ଗୀତ ବୋଲା ହଉଛି ହରିବଂଶ, 7 ଖଣ୍ଡିଆ ହରିବଂଶ ଲେଖିଲେ। ସିଏ ତ ତମେ ସବୁ ସିଆଡକୁ ଯାଉଛ, ତାକୁ ବୋଲା ହଉଛି। ଦିନ ରାତି ଲୋକ ପଢୁଛନ୍ତି କିନ୍ତୁ ତାର କିଛି ପାଉନାହାନ୍ତି। ମରମ ନ ଜାଣେ କହି ପୋଥି ପଢି ପଢି ଧୋତି ଛିଣ୍ଡି ଅଛି କିନ୍ତୁ ମରମ ଜାଣିପାରୁନାହାନ୍ତି। ବର୍ତ୍ତମାନ ସମୟଟା ଅନ୍ତିମ, ନାକରେ ପାଣି ପଶିଲାଣି ଲୋକଙ୍କର। ସେ ତାକୁ କଣ ପାଇବେ? ଖାଲି ଟଙ୍କା କୋଉଠି ଅଛି, ମିଛ ଟଙ୍କା ମିଳୁଛି, ସରକାର ଅଛନ୍ତି, ଭେଣ୍ଡା କୁଡ଼ିଆକୁ ଖାଇବାକୁ ଦଉଛନ୍ତି ପୁଳେ ଲେଖା, ସେ ସବୁ ଚାଲିଛନ୍ତି। କାହିଁକି ନା ଦେଖ ବର୍ତ୍ତମାନ ସବୁ କୋଡ଼ିଆ ହେଇଗଲେଣି ଏକ ଟାଇପର, କେହି ଚାଷ କରୁନାହାନ୍ତି। ସେ କହୁଛି ବୁଡ଼ିଯିବ, ଏ ସରକାର ପୋଷିବେ। ରାମ ରାଜ୍ୟ ହେଇଥିବାରୁ, ସତ୍ୟ ଯୁଗ ହେଇଥିବାରୁ ଏମାନେ ସବୁ ଭଲରେ ଖାଇ ପିଇ ବଞ୍ଚୁଛନ୍ତି ଲୋକ, ନହେଲେ ଖାଇବାକୁ ପାଆନ୍ତେନି, ପିଇବାକୁ ପାଆନ୍ତେନି। ଆଉ ମାଳିକା କଣ ହଉଛି ନା ମାଳିକାଟା ପଢିଦେଲେ ଲୋକ ବି କିଛି ଅର୍ଥ ରୋଜଗାର କରୁଛନ୍ତି। ଭଣ୍ଡ ସାଧୁ କାପୁଡ଼ି ଏରା ସବୁ ଚଳି ଯାଉଛନ୍ତି। ଆଉ ଅଚ୍ୟୁତ ମହାପୁରୁଷ ଯୋଉ ଜିନିଷ ଲେଖିଛନ୍ତି ସେଗୁଡା ସବୁ, କିନ୍ତୁ ଭାଗବତ ଗୀତା ପଢୁଛନ୍ତି କିନ୍ତୁ ମାଳିକା ଶାସ୍ତ୍ରକୁ ବିଶ୍ୱାସ କରୁନାହାନ୍ତି। କାହିଁକି? 13 ମସିହା 14 ମସିହା 15 ମସିହା ତାଙ୍କ ଅଙ୍କରେ ସେ ଲେଖିଛନ୍ତି, କିନ୍ତୁ ଇଏ ତାକୁ ବୁଝି ପାରୁନାହାନ୍ତି। ନ ବୁଝି ପାରି ସବୁ ପାଗଳ ହେଇଗଲେଣି। ମାଳିକା ଏଟା ଭଲ ଶାସ୍ତ୍ର କିନ୍ତୁ ତା ଭିତରକୁ କେହି ଯାଉନାହାନ୍ତି। ପାଠ ଦେଖୁନା ଆମର କେଇଟା ଅକ୍ଷର ଓଡ଼ିଆରେ ହଉଛି 49ଟା ଅକ୍ଷର କୁହାଯାଇଛି, କିନ୍ତୁ ଆମର ହଉଛି ପ୍ରକୃତରେ 64 ପାଠ। ଆମର ହଉଛି ଓଡ଼ିଆରେ 64 ପାଠ, କିନ୍ତୁ ଅକ୍ଷର ହଉଛି 49 ଅକ୍ଷର, କିନ୍ତୁ ଆମର 50ଟା ଅକ୍ଷର 49ଟା କୁହାଯାଇଛି। ଇଂଲିଶରେ କେଇଟା ଅକ୍ଷର? 26ଟା। 26ଟା ଅକ୍ଷର ତମକୁ ଭ୍ରାଷ୍ଟ କରୁଛି। କାହିଁକି ଭ୍ରାଷ୍ଟ କରୁଛି ନା ତମର ଭାଉଏଲ କନସୋନାଣ୍ଟ, ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ, ଏଇଟା 5ଟା ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ, ଆଉ ସବୁ ଯାହା ରହିଲା। ଆମର ଏଇଟା ହଉଛି କଣ ସେଇଭଳିଆ ସବୁ ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଦେଇଛି ଓଡ଼ିଆରେ, କିନ୍ତୁ ଏଟା ହଉଛି ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି ବଟାନି ଏସବୁ ବିଦେଶରୁ ଆମଦାନୀ। ବିଦେଶୀ ପାଠ ଗୁଡା ସବୁ ପଢୁଛ। ଆରେ H2 ଆମେ କହୁଛେ ଜଳ, ଅମ୍ଳଜାନ ଏସବୁ ଇତ୍ୟାଦି, ସେଇଟା କହୁଛେ, କିନ୍ତୁ ସେଟାକୁ ଭାଗ କରି କହିଦେଇଛି ସାଇନ୍ସ। ସାଇନ୍ସ ହଉଛି ବିଜ୍ଞାନ, ବିଶେଷ ଜ୍ଞାନ, ବିଶ୍ଳେଷଣ ଜ୍ଞାନ। ଯୋଉଟା ବିଶ୍ଳେଷଣ କରିପାରିବ ସେଟା ହଉଛି ଜ୍ଞାନକୁ ବା ମାପି ପାରିବ, କହିପାରିବ, କାଉଣ୍ଟେବୁଲ, ଯୋଉଟା ଗଣି ପାରିବ ସେଟାକୁ କାଉଣ୍ଟ କରାହେଇଛି, ସେଟା ହଉଛି ବିଜ୍ଞାନ। ସାହିତ୍ୟ ସମାଜ ହିତ ସାହିତ୍ୟ, ଇତିହାସ ଅତୀତର ଘଟଣାବଳୀ କି ଲିପିବଦ୍ଧ କରିବା ହଉଛି ଇତିହାସ। ସବୁ ପାଠ ଅଛି କିନ୍ତୁ ବର୍ତ୍ତମାନ ଲୋକ କଣ ଉପରେ, ଫିଜିକ୍ସ କେମିଷ୍ଟ୍ରି ବଟାନି ଉପରକୁ ଯାଉଛି। ଫାଉଣ୍ଡେସନ ନଟ୍ କ୍ଲିୟର। ଗୋଟେ ପିଲାକୁ ଯଦି ପଚାରିଦ 5 ବର୍ଷ ପରେ ଫିଜିକ୍ସ ଉପରେ, ସେ କିଛି କହିପାରିବନି। କିନ୍ତୁ ଆମେ ମଲା ପର୍ଯ୍ୟନ୍ତ ଯୋଉ ନିୟମ, ଓମଙ୍କ ନିୟମ, ମେଣ୍ଡେଲେଫ ନିୟମ, ସେ ଆଙ୍କର ଯୋଉ ସବୁ ଲ, ନ୍ୟୁଟନଙ୍କ ଲ, ମୋସନ, ଏଗୁରା ସବୁ ଆମର ମନ ଅଛି ଏପର୍ଯ୍ୟନ୍ତ। ପ୍ରତୀକ, ଭାଲାନ୍ସି, ଏଗୁରା ସବୁ ମନେ ଅଛି। କାହିଁକି ମନେ ଅଛି ନା ଆମେ ସେତେବେଳେ ସେ ପଖାଳଖିଆ ପାଠ ପଢିଥିଲୁ। ବର୍ତ୍ତମାନ ସେ ପଖାଳଖିଆ ପାଠ ନାହିଁ, ଏଗୁଡ଼ା ରୁଟିଖିଆ ପାଠ, ଭୁଲି ଯାଉଛନ୍ତି। ଚାଉମିନ ଖିଆ ପାଠ, ଖାଲି ଚିଡଚିଡେଇ ଶୋଇବେ, ମୋମୋ ଖାଇବେ ଶୋଇବେ। କାହିଁକି ନା ମୋବାଇଲ ମାରିଦବ ସନ୍ଧି। ଶୁଣ ସବୁ ଏମରେ ସବୁ ଧ୍ୱଂସ, ଏମରେ ମୋବାଇଲ। ଦେଖ ଯେତେ ଛୋଟ ପିଲାଟାକୁ ସେ ମୋବାଇଲ ଧରୁଛି, ମରଣକୁ ସେ ଟାଣି ଆଣୁଛି। ତା ଆଖି ଖରାପ, ପାଗଳ, ବୁଝିଲେ କି? ସବୁ ଏଇମତି ହେଇକି ସବୁ ଯିବେ, କ୍ଷୟ ଯିବେ। କିନ୍ତୁ କେ ଆଖି ଠିକ ରଖୁଛି? କଳି ଶେଷରେ ଯେ ଆଖି ଫୁଟିଯିବ, ଯେ ମହାପୁରୁଷ ଲେଖିଛନ୍ତି, ସେ ଗୋଟେ ଗଛର ଚେର ଆଣିକି ତାକୁ ହନୁମାନ ମହାପ୍ରଭୁ ଦେବେ, ଯେ ଏଇଟା ନା ସବୁ ତମ ଆଖିରେ ଅଞ୍ଜନ ହବ, ଆଖିର ପାୱାର ବଢିବ। ଆଖିର ପାୱାର ସବୁ ଲେସ୍ ହେଇଗଲାଣି। ଆମେ ଛୋଟ ବେଳେ ହେଇ ଦେଖ ଚଷମା ନାଉଛୁ, କେତେ ବର୍ଷ ଆମକୁ ହବ? ଲୋକ ଆଗେ 70 80 ବର୍ଷ ଯାକେ ଚଷମା ନାଉନଥିଲେ। 80 ବର୍ଷ ଯାକେ ଚଷମା ନାଉନଥିଲେ। ବର୍ତ୍ତମାନ ଆମେ ବୁଢା। କାହିଁକି ବୁଢା? ବାବୁ ଯୋଉ କହିଲେ ଆମର ପ୍ରକାଶ ବାବୁ ବହୁତ ଆଡେ ସେ ମାଳିକା କରିଛନ୍ତି, ଆମେ ଟିକେ ଆଲୋଚନା ଚାଲିଛି। ବର୍ତ୍ତମାନ ଆମେ ବୁଢା, ପ୍ରକାଶ ବାବୁ ବୁଢା। କାହିଁକି କହିଲେ? ଚୁଟି ପାଚିଗଲାଣି। ତମେ ଯୋଉ କଥା କହୁଥିଲ ଆମେ ବାଲ୍ଟି ପାଣି ଆଉ କେଇ ଦିନ ଗଲେ ଉଠେଇ ପାରିବେ, ଉଠେଇ କିଏ ଦିଅନ୍ତା କିରି?
ତେଣୁ ସବୁଆଡେ ଟ୍ୟାପ ନାଇଗଲା ଘର ଦ୍ୱାରରେ ସତ୍ୟ, ସବୁଆଡେ ଏଇଟା ମେସିନ ସତ୍ୟ। ଶୋଇଛି ଖାଲି ଚାଲି ବି ପାରିବନି ଆଉ ତମେ ତ ହୀନ ବିର୍ଯ୍ୟା ହେଇଗଲା ମଣିଷ ତାର ବୁଦ୍ଧି ସୁଦ୍ଧି ନାହିଁ ଜ୍ଞାନ ନାହିଁ ବୁଝିଲ କି ଏଇଭଳିଆ ହେଇକି ନଷ୍ଟ ଭଷ୍ଟ ହେଇଯିବ ଗଛ ନାହିଁ ଚାଖୁଣ୍ଡା ଗଛ ଯୋଉଠି ଯିବ ଚାଖୁଣ୍ଡା ଚାଖ ଖଣ୍ଡେ ଚାଖୁଣ୍ଡା ଆଉ ଆମ୍ବ ଗଛ କାହିଁ ଆମ୍ବ ନାହିଁ ତମ ଫଳ- ମୁରବି ଫଳ ଗଛ କାହିଁ ମ ନାହିଁ। ଦେଖା ସାତ ନାଁ ଜାଣିନାହାନ୍ତି ପିଲାକୁ ପଚାରିବ ବର୍ତ୍ତମାନ ତ ସାତ ନାଁ କଣ ତା ବାପା ନାଁ କଣ କହିପାରିବେନି କହିପାରିବିନି। ପିଣ୍ଡ ପକେଇବେ ଦି ପୁରୁଷ ନାଁ କହିଦେବେ ମାମୁଁ ଘର କଣ ଅଜା ନାଁ କଣ ତ ଅଜାର ବାପା ନାଁ କଣ କହିପାରିବେ ସତ୍ୟ, ଏଇଟା ବାସ୍ତବିକ। ଏଇଟା କାହିଁକି ହଉଛି ନା ଆମେ ସବୁ ଭୁଲି ଯାଉଛେ ଆମ ମେମୋରି ଫେଲ ହେଇଗଲାଣି ମହାପୁରୁଷ ସେଇ କଥା କହିଲେ କହିଲେ ଏ ଯୋଉ ଗ୍ରନ୍ଥ ମୁଁ ଲେଖୁଛି ଆଉ ପଢିବ କିଏ ରେ କହିଲା ମୋର କୋଠ ଧନ ମୁକୁଳା ହୋଇବ ଅନ୍ଧ ପାଶେ ଦୀପ ରଖ ମହାପୁରୁଷ କହୁଛନ୍ତି ମୋର କୋଠ ଧନ ମୋର ଯୋଉ ଧନ ଗୁରା ସବୁ ଲେଖିଛି ସବୁ ମୁକୁଳା ହେଇଯିବ ବହିକି ସବୁ ଚିରି ପକେଇବେ ପଢିକି ଲାଷ୍ଟକୁ ବହିକି ଫୋପାଡ଼ି ଦେବେ କାହିଁକି ନା କି କହେ ମିଛରେ ସୁଧୁ କାହିଁକି ନା ଏ ଯୋଉ ଭଣ୍ଡ ସବୁ ବାବାଜୀ ବାହାରିଛନ୍ତି କାପୁଡି ସେ ସବୁ ନଷ୍ଟ ଭଷ୍ଟ କରିଦେଲେ ତାଙ୍କ ପୋଥି ନହେଲେ ଆଜି ପ୍ରଭୁଙ୍କ ଜିନିଷଟା ହୁଅନ୍ତାନି ସେ ଜିନିଷ ଗାଁରେ ହୁଅନ୍ତାନି ଭାଗବତ ହୁଅନ୍ତାନି ଭାଗବତ ହଉଛି କିନ୍ତୁ ସେଥିରେ ସବୁ କିଛି ନାହିଁ ଲାଭ ନାହିଁ ଭାଗବତ ପ୍ରତି ଗାଁରେ ହଉଛି କିନ୍ତୁ ଶାନ୍ତି ହଉଛି କାହିଁ? ତା ଦେହରେ ଶାନ୍ତି ନାହିଁ ଲୋକ ନାହାନ୍ତି ଭାଗବତ ଶୁଣିବ କିଏ ଯୋଉ ଲୋକ କିଏ ମଦୁଆ କାହାକୁ ସେ ଆଗରେ କହିବ ବସିଛି କିଏ? ଯୋଉ ଲୋକ ମଦୁଆ ସେ କୋଉଠି ଭାଷା ବାଟୁଳି ପଡିବ ସେଇଟା ଅରୁଆ ଖାଇଦେଲେ କାମ ସରିଗଲା କାମ ଯେଝା ଘରକୁ ଯେଝା ପଲେ ମୁଁ କେତେ ଜାଗା ଯାଇଛି ଠାକୁରଙ୍କ କାମରେ ମତେ ଝଟିକ ସେତିକି ବନ୍ଦ କରିଦିଅ ସେ ଖିଆପିଆ ହବ ସବୁ ଲୋକ ପଳେଇଗଲେଣି ହେଇଗଲେଣି ସେ ମୁଁ କହିଲି ଆମେ କଣ ଖାଇବାକୁ ଏଠିକି ଯାଇଛୁ ତମେ ଯାଉନା ଖାଇବ ପେଟ ବିଗିଳିଆ ଯା ଖାଇବ ଯା ଆଗେ ତେଣୁ ବହୁତ ଆମକୁ ଚିଡ଼ି ନାଗେ ଆମେ କହିବା ଯୁଆଡେ ଯାଉଛୁ ଖାଇବା ପାଇଁ କଳି ସେ ବା ତେଣୁ ଖାଇବା ପାଇଁ ଭାଗବତ କଥା ଶୁଣିବାକୁ କେହି ନାହିଁ, ଖାଇବାକୁ ଭାଗବତ ଭିଡ଼ ଜୋର। ଭଜନ ମାଳା ସେଗୁରା କିଏ ଶୁଣିବ ଖାଇବା ପାଇଁ ଭିଡ଼ ଜୋର। ବୁଝିଲ ହାରିଦାସ କହିଲେ ଗରୁଡ଼ ଶୁଣ କଳି ଚରିତ କହିଲା ଗରୁଡ଼ ଶୁଣ କଳି ଚରିତ ଗରୁଡ଼ ଶୁଣ କଳି ଚରିତ ଆରେ ମାଛୁଆ ମିଛୁଆ ଦିଗୁଣ ଖଚୁଆ ମାଛୁଆ ମିଛୁଆ ଦିଗୁଣ ଖଚୁଆ ନିନ୍ଦା କରୁଥିବେ ମହତ ପଥ ଗରୁଡ଼ ଶୁଣ କଳି ଚରିତ ଗରୁଡ଼ ଏ ଯାର ଯାଉଥିବି ଯାହା ହେବେ ବଳି ପୁରା କଞ୍ଚା ଓଡିଆ ନେଇଛନ୍ତି ଲୋକ ମାରିବେ ଯାର ଯାଉଥିବି ଯାହା ହେବେ ବଳି ଭୋଜା ସେ କାହିଁ ଜାଣିବେ ଜ୍ଞାନର ତତ୍ଵ ଗରୁଡ଼ ଶୁଣ କଳି ଚରିତ ଗରୁଡ଼ କଣ୍ଟି ସୁଆନଟି ବଣ ବିଛୁଆତି ଆରେ କଣ୍ଟି ସୁଆନଟି ବଣ ବିଛୁଆତି ବାଇ ଡଙ୍କ ଓଲୁଅ ହେବେ କତ୍ଵ ଗରୁଡ଼ ଶୁଣ କଳି ଚରିତ ଗରୁଡ଼ କଳି ଯୁଗରେ ବାଇ ଡଙ୍କ ଓଲୁଅ ବଣସାରୁ ସବୁ ଯାକ ଏକଜୁଟ ହେଇଯିବେ କାହିଁକି ନା ସବୁ ଯାକ ବାଳୁଙ୍ଗା ଏକଜୁଟ ହେଇଯିବେ କଳି ଯୁଗରେ ଆଉ ଶୂଦ୍ର ତାଳି ମାରି ଶୂଦ୍ର ତାଳି ମାରି ଶୂଦ୍ର ତାଳି ମାରି ଭୋଗ ଦେବେ ତ ଗରୁଡ଼ ଏ ବ୍ରାହ୍ମଣ ପଢିବେ ଗାରେଡି ମନ୍ତ୍ର ଗରୁଡ଼ ଶୁଣ କଳି ଚରିତ ଗରୁଡ଼ ଗାରେଡି ପଢିବେ ଗୀତା ଭାଗବତ ଫୋପାଡ଼ି ଦେଇକି ଗାରେଡି ପଢୁଛନ୍ତି ବହେ ମଦ ଫଦ ଖାଇ ଗଞ୍ଜେଇ ଫଞ୍ଜେଇ ଖାଇ ହରି ନାମ କରି ଚଲେଇ ଖୋଳ ଭାଙ୍ଗିଦେବେ ଚାରିଆଡେ ଚାଲିଛି କିଛି ଜାଗାରେ ଚାଲିଛି କିଛି ନୈଷ୍ଠିକ ବ୍ରାହ୍ମଣ ଅଛି ବ୍ରାହ୍ମଣ ଖାଲି ନୁହଁ ସବୁ ଜାତି ଏଇନା ଭାଇ ଚାଲିଛି କଳିଯୁଗ ଆଇନରେ ସବୁ ଚାଲିଛନ୍ତି ବନ୍ଧା ହେଇକି କେହି ରାଗିବା କଥା ନୁହଁ ମୁଁ କାହା ବିରୁଦ୍ଧରେ କହୁନି କିନ୍ତୁ ସବୁ କଳିଯୁଗର ହୁକୁମରେ ସବୁ ଚାଲିବେ ଆଉ ଦେଖ ବର୍ତ୍ତମାନ ସବୁ ଜାତି ଠାକୁର ପୂଜା କରୁଛନ୍ତି ଶୂଦ୍ର ସବୁ ଯୋଉ ଯେତେ ଜାତି ଅଛନ୍ତି ପୂଜା କଲେ ସେ ଫୁଲ ରଖିବେ ଫୁଲ ଗଛକୁ ଓପାରି ନିଅନ୍ତି ରାତି ଅଧରୁ ରାତି 10ଟା ବେଳରୁ ଫୁଲ ଆରମ୍ଭ ହେଇଗଲାଣି କାହିଁକିନା ସମସ୍ତେ ପୂଜିଗଲେ ତ କିଏ ବେଶୀ ଫୁଲ ଘିନେ ଯାଇରି ତମେ ସହିତ ସିଏ ତମ ଗଛରୁ ସବୁ ଫୁଲ ନାଣ୍ଡି କରିନା ତା ଗଛରୁ ମୁଁ ସବୁ ଘିନେ ସିଏ କଣ ପୂଜୁଯିବେ ଖାଲି କଣ୍ଟେଷ୍ଟ ଠାକୁର ପୂଜାରେ କଣ୍ଟେଷ୍ଟ କଣ ନା କାନ୍ଥୁଆ ଠାକୁରକୁ ପୂଜୁଛନ୍ତି କାନ୍ଥୁଆ ଫଟ ପୂଜିବାକୁ ଏଇନା ଭାରି ବ୍ୟସ୍ତ ଫଟ ବା ତେଣୁ ଶଳା ସବୁ ଅଘଟ ନଘଟ ଫଟ ଯଦି ପୂଜିବ ସବୁ ନଘଟ ହବ ତେଣୁ ତାର ଜ୍ଞାନର କିଛି ମଞ୍ଜି ଜାଣିନାହାନ୍ତି ତେଣୁ ଏ ସବୁ ଜିନିଷ ଆଉ ଭାବ ନାହିଁ ଭକ୍ତି ନାହିଁ ଜ୍ଞାନ ନାହିଁ କିଛି ନାହିଁ ଖାଲି ଦେଖା ଆଉ ଦିଅ ମତେ ମାଲଟା ଦେଇଦିଅ ସରକାର ଛାଡ଼ିଦିଅ ସରକାର ବି ଯୋଜନା ପରେ ଯୋଜନା କରୁଛନ୍ତି କଣ ଦେଇଦେଲେ ଆମେ ଜିତିବୁ ଭୋଟ ପାଇବୁ ସବୁ ଯୋଜନା ସୁଭଦ୍ରା ଯୋଜନା ଇଏ ଯୋଜନା ସିଏ ବି ଠାକୁରଙ୍କ ଆଜ୍ଞାରେ ବି ସବୁ ହଉଛି କାହିଁକିନା ଲୋକମାନେ ଭଲରେ ଚଳନ୍ତୁ ଏଇଟା ହଉଛି ଅନନ୍ତ ଶାସନ ଚାଲିଛି ବର୍ତ୍ତମାନ ଅନନ୍ତ ଫଳ କାଳ ମୂଳେ ଦେଖ ନବୀନ ଥିଲେ ନରେନ୍ଦ୍ର ହେଲେ ତାପରେ ଆମର ନବୀନ୍ଦ୍ର ହେଲେ ମୋହନ ହେଲେ ସିଏ ଭଲ ଭଲ ଚଲେଇଛନ୍ତି ସବୁ ଦେଶକୁ ସିଏ ଭଳିଆ ଲୋକ ନଥିଲେ ମହାତ୍ମା ଏ ଦେଶ ଚାଲନ୍ତାନି ବୁଝିଲେ କି ଲେଖିଛନ୍ତି ମୋହନ ଆମ ଲେଖା ହେଇଛି ଗାନ୍ଧୀଜୀ ତାଙ୍କ କଥା ବି ଲେଖା ହେଇଛି ସବୁ ମାଳିକାରେ
ମାଳିକା ପ୍ରକୃତରେ ଯିଏ ପଢିବ କଳି ଭାଗବତ ପଢ କୋଉ ଲେଖା ହେଇଛି ଗାନ୍ଧିଜୀ କଥା ଦେଶ ସ୍ୱାଧୀନ ସେ କରିଛନ୍ତି ତାଙ୍କ କଥା ଲେଖା ହେଇଛି ସବୁ ରାଜନୀତିଆ କଥା ସବୁ ମାଳିକାରେ ବି ଲେଖା ହେଇଛି ଖରାପ ଭଲ ଭାବିବାର ନାହିଁ ଆମକୁ କିଏ ଦଉଛି ଆମକୁ କିଏ 5 ପଇସା ଦଉଛି କି ଆମେ ଡରିବୁ ନା କାହା ନର ତଳେ ଘର କରୁଛୁ ଆମର ତ ଶଳା କୁଟା ନାହିଁ ନା କାଠି ନାହିଁ କେହି ଆମକୁ ଦବାର ନାହିଁ ଆମେ କଣ ପାଉଛୁ କାହିଁ ଡରିବୁ କାହିଁ ସତ କଥା କହିବୁ କିନ୍ତୁ ଆ ପରେ ଆହୁରି ସତ କୁହାଯିବ କାହିଁକି ନା ସତ ଲୋକ ଭାତ ପାଉନି ମଧ୍ୟମ କ୍ଲାସ ଲୋକ ମରୁଛି ଖାଇବା ବିନା ବାସ୍ ରାଇଟ୍ ମଧ୍ୟମ କ୍ଲାସ ଲୋକ ମିଡିଲ କ୍ଲାସ ସବୁ ହଇରାଣ ହଉଛନ୍ତି ସତ୍ୟ ଆଜ୍ଞା ସତ୍ୟ କହିଲେ ଗାଣ୍ଡିରେ ଲାଗିବ ସମସ୍ତେ ଖରାପ ହେବେ ବର୍ତ୍ତମାନ ନୀତି ନାହିଁ କି ନିୟମ ନାହିଁ ଦିଲ୍ଲୀ ହାଇକୋର୍ଟ ର ଜଜ ଯଶବନ୍ତ ବର୍ମା 15 କୋଟି ଟଙ୍କା ଘର ଭିତରୁ ବାହାରିଲା ଅଲଗା କଥା ଜଜ ବିଚାରପତି ମୁଖ୍ୟ ବିଚାରପତି ତା ଘରୁ ବାହାରୁଛି 15 କୋଟି ଟଙ୍କା କେମିତି ଆହୁରି କେତେ ବଡ ବଡ ପେଟ ବିଡା ବିଡା ନୋଟ ଥୟ ନ ରହିବେ କେଇଲୋ ମୋର ଫୁଲ ଖାଲି ବା ଅନେଇବ ଖାଲି ଦେଖିବ କଣ ହଉଛି ସେଗୁଡା କହିବା ଠିକ ନୁହଁ ତମେ ଭାବୁଛ କି ମୁଁ ଖସିବି ସିଏ ଖସିବ ସେ ଚାଲିଯିବ ଏ ଧର୍ମ କଣ୍ଟା ଆଖିରେ କାହିଁ ସେ ପଟି ବାନ୍ଧିଛି ତାହେଲେ ମୁଁ ଯୋଉ ଆଇନରେ ପକେଇବି ଯାକୁ ମୋ କଥା କିଏ ଭାବିବନି ଠିକରେ ରୁହ ମୁଁ ଅନ୍ଧ ଲୋକ ଧରିଛି ପାଲା ଅନ୍ଧ ତତେ ଦେଖାଯାଉନି ତୁ ପାଲା କଣ ଧରିଛୁ ନା ଏଇଟା ଧର୍ମ ପାଲା ମୁଁ ଧର୍ମ ଆଖି ବୁଝି ଧରିଛି କୁଆଡୁ ଗାଈ ନେଇଯିବ ମୁଁ ଜାଣିନି ବାପା ବେଳ ଥାଉ ସଜାଡି ହେଇଯା କାହାକୁ କେହି ଖରାପ ବାଟରେ ନାହାନ୍ତି ମୁଁ 250 ଖାଇବା ଲୋକ ମୁଁ ଯଦି 5 କିଲୋ ଖାଇବି ମୁଁ ଧରା ହେବିନି ତୁ ତ 250 ଖାଇବା ଲୋକ 5 କିଲୋ କାହିଁ ଖାଇଲେ ଝାଡା ଯିବୁ ଦୌଡ଼ିବୁ ରସ୍ତାରେ ନଈ କୂଳକୁ ଇଏ ସବୁ ସେଇଆ ମାଳିକା ସେଇଆ ଶାସ୍ତ୍ର ସେଇଆ ବୁଝା ହେଇଛି ବେଶୀ ଅତି ସର୍ବତ୍ର ବର୍ଜୟତେ ଅତି ସବୁ ଜିନିଷ କରିବା ଠିକ ନୁହଁ ବୁଝିଲ ଦୃଢେ ତରିବେ ମୁଢେ ତରିବେ ମଝି ମଝିକିଆ ବୁଡି ମରିବେ ସେ ଲେଖା ହେଇଛି ମାଳିକାରେ ଶାସ୍ତ୍ରରେ ଗୀତାରେ ମଝି ମଝିକିଆ ଯିଏ ଲୋକ ହବ ସେ ବୁଡିକି ମରିବ ସେ ଖାଇବା ପାଇବନି ସେ ଲୋନ ପାଇବନି ସେ ଘର କରିପାରିବନି ବର୍ତ୍ତମାନ ତ ସେଇଆ ହଉଛି ବର୍ତ୍ତମାନ ସେ କିଛି ପାଉନି ତଳିଆ ହବ ଭଲ ପୁଳାଇ ଛୁଆ ପିଲା ହେଇଯିବ ଖାଇବ ପିଇବ ଭଲ ତା ନାଁରେ ଆ ନାଁରେ ହେବ ଆଉ ବଡ ଲୋକ ହବ ଖାଇଯିବ ସବୁ ଗୋଡେଇକି କେହି ତମକୁ ଧରିପାରିବ ମଝି ଲୋକ ଯେ ସେ ମରିବ ସେଟା ତ ଲେଖା ହେଇଛି ପ୍ରଭୁ କରୁଛନ୍ତି କିନ୍ତୁ ସମସ୍ତେ ଖାଇ ପିଇକି ଭଲରେ ଅଛନ୍ତି ଏଇଟା କଣ ମାଳିକାରେ ଲେଖା ହେଇଛି ମାଳିକାରେ ନାହିଁ ମାଳିକାରେ କଣ ଏଇଭଳିଆ ଲେଖା ହେଇଛି ଏଇ ପ୍ରକାର ଏଇଭଳିଆ ନୁହଁ ଏଇଭଳିଆ ସତ୍ୟ ଉଦୟ ହେଇଛି ସମସ୍ତେ ଖାଇ